ସହିତରେ ଅଛନ୍ତି। ମାନେ ପ୍ରଭୁଙ୍କ ଠାରୁ ଅନେକ ମଙ୍ଗଳ ବିଷୟ ପାଇଛୁ। ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକ ଦିନର ପ୍ରয়োଜନୀୟ ବିଷୟ ଯୋଗେଇଛନ୍ତି। ଆଉ ସମସ୍ତ ବିଷୟରେ ପ୍ରଭୁ ଆମମାନଙ୍କୁ ଶିକ୍ଷା ଦେଇଥିବାରୁ ଏଇ ଦିନ ଆମେ ଦେଖିଛୁ। ତେଣୁକରି ବାକ୍ୟରେ ଯେପରି ଲେଖା ହେଇଯାଏ ଯେ ହେ ମୋହର ମନ ସଦା ପ୍ରଭୁଙ୍କର ଧନ୍ୟବାଦ କର, ହେ ମୋହର ଅନ୍ତରସ୍ଥ ସମସ୍ତ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର। ହେ ମୋହର ମନ ସଦା ପ୍ରଭୁଙ୍କର ଧନ୍ୟବାଦ କର, ଆଉ ତାହାଙ୍କର ମଙ୍ଗଳ ଦାନ ସବୁ ପାସରୁ ନାହିଁ। ଆମେ ଏହି ସମୟରେ ଆରାଧନା ମଧ୍ୟକୁ ଯିବା, ପାଇଥିବା ସମସ୍ତ ମଙ୍ଗଳ ଦାନକୁ ସ୍ମରଣ କରିବା, ଆଉ ପ୍ରଭୁଙ୍କର ଧନ୍ୟବାଦ କରିବା। ଆମମାନଙ୍କ ମଧ୍ୟରେ ଆମମାନଙ୍କର ପ୍ରିୟ, ସମସ୍ତଙ୍କର ପ୍ରିୟ, ଆମମାନଙ୍କର ପ୍ରାଣରଞ୍ଜନ ପାଣି ଅଙ୍କଲ ଅଛନ୍ତି, ଆଣ୍ଟି ଅଛନ୍ତି। ଆଉ ମୁଁ ଏ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସେମାନଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ନମସ୍କାର ଜଣାଉଛି। ପ୍ରେଜ ଦ ଲର୍ଡ ଆଣ୍ଟି ଅଙ୍କଲ, Praise ଆପଣ the Lord. Praise ଆସନ୍ତୁ the Lord. ଆଜିର ଏହି ସେବା କାର୍ଯ୍ୟରେ ଆମମାନଙ୍କୁ ଆରାଧନା ମଧ୍ୟରେ ପ୍ରଭୁଙ୍କ ଉପସ୍ଥିତି ମଧ୍ୟରେ କଢେଇ ନିଅନ୍ତୁ। ପ୍ରେଜ ଦ ଲର୍ଡ। Praise the Lord. Praise the Lord. ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ। ଗୁଡ୍ ମର୍ଣ୍ଣିଂ। ଆଉ ମୁଁ ବିଶେଷ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ଯେ ମୋର ଅତି ପ୍ରିୟ ରିଏଲ ମିନିଷ୍ଟ୍ରିରେ ଆମେ ବୁଢାବୁଢୀକୁ ଆରାଧନା କରିବା ପାଇଁ ସୁଯୋଗ ମିଳିଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ବିଶେଷ ଭାବରେ ଆମର ଅତି ପ୍ରିୟ ହୋଷ୍ଟ ଆଜ୍ଞାଙ୍କୁ ମଧ୍ୟ ମୋ ହୃଦୟର କୃତଜ୍ଞତା ଜ୍ଞାପନ କରେ। ପୁଣି ମିନୁ ଝିଅ ମଧ୍ୟ ଆମକୁ ସୁନ୍ଦର ଭାବରେ ଆହ୍ୱାନ କରିଥିବାରୁ ତାଙ୍କୁ ମଧ୍ୟ ହୃଦୟର କୃତଜ୍ଞତା ଜ୍ଞାପନ କରୁଛୁ। ଗତକାଲି ଆମେ ସାର୍ଗା ସିଂ ସମାଜକୁ ଯାଇଥିଲୁ। ସେଇଠି ଗୀତ ଗାଇ ଗାଇ ମୋର ତଣ୍ଟି ଟିକେ ଗଡବଡ ଅଛି, ତେଣୁକରି ଆପଣମାନଙ୍କ ସମ୍ମୁଖରେ ପାଣି ମା ଦୁଇଟି ଗାଇବେ, ଲାଷ୍ଟରେ ମୁଁ ଗୋଟେ ଗାଇବି। ଆଉ ମୁଁ ବହୁତ ଆନନ୍ଦିତ। ଗତକାଲି ଆମର ହୋଷ୍ଟ ଆଜ୍ଞା କହିଲେ ପାଣି ଆଜ୍ଞା ଗୋଟେ କୀର୍ତ୍ତନ ଗୀତ ଆପଣ ଗାଇବେ। ନିଶ୍ଚୟ ଏକ୍ସପିରିଏନ୍ସ ପାଖକୁ ଆସୁଛି, ଆମେ ଆନନ୍ଦ କରିବା। ତେବେ ଅନୁରୋଧ କରୁଛି ଦୟାପୂର୍ବକ ଯଦି ଆପଣ ମାନେ ଭିଡିଓ ଖୋଲିବେ, ତାଳି ମାରିବେ, ଇଏ 70 ବର୍ଷର ଟୋକା ଟୁକିକୁ ଆମକୁ ବହୁତ ଖୁସି ଲାଗିବ। ହ୍ୟାଲୋ, ଦୟାକରି ଭିଡିଓ କରନ୍ତୁ। ପ୍ରାଇଜ୍ ଦ ଲର୍ଡ। ତେବେ ଧର୍ମଶାସ୍ତ୍ର ଗୋଟିଏ ଅଂଶ ପାଠ କରିବା, ତାପରେ ଆମେ ଗୀତ ବୋଲିବା। ତାହା ଆପଣ ମାନେ ପାଇବେ। ଗୀତ ସହିତ 135 ଏକ ପଦ ଏବଂ 3 ପଦ ମୁଁ ପଢୁଛି। ତୁମେ ମାନେ ସଦାପ୍ରଭୁଙ୍କୁ ପ୍ରଶଂସା କର, ତୁମେ ମାନେ ସଦାପ୍ରଭୁଙ୍କ ନାମରେ ପ୍ରଶଂସା କର, ହେ ସଦାପ୍ରଭୁଙ୍କର ଦାସ ମାନେ ତାହାଙ୍କର ପ୍ରଶଂସା କର। 3 ପଦ, ତୁମେ ମାନେ ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସଦାପ୍ରଭୁ ମଙ୍ଗଳମୟ, ତାହାଙ୍କ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, କାରଣ ତାହା ମନୋହର। ପ୍ରଭୁ ଏପଟେ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଏହି ସମୟରେ ଏମାନଙ୍କର କୋଣରେ ପାଣିମା ଅଛନ୍ତି, ସେ ଗୀତ ବୋଲିବେ। ଆପଣ ମାନେ କରତାଳ ସହିତ ପ୍ରଭୁଙ୍କର ଆରାଧନା କରିବେ। Praise the Lord. ପରିଚାଳିକା ମାନେ ପ୍ରଭୁଙ୍କୁ ନମସ୍କାର ଜଣାଇବା। ପ୍ରତ୍ୟେକଙ୍କୁ ନମସ୍କାର। ଭଲ ଅଛନ୍ତି ତ ସମସ୍ତେ? ଆଜ୍ଞା, ସମସ୍ତେ ଭଲ ଅଛୁ। ହାଲେଲୁୟା। ପ୍ରଭୁଙ୍କ ହାଲେଲୁୟା। ନାମ ଧନ୍ୟ ହଉ। ହାଲେଲୁୟା। ହାଲେଲୁୟା। ପ୍ରେମିକା ଝିଅ ହାଲେଲୁୟା। ହାଲେଲୁୟା। ନମସ୍କାର। ଆମେ ଗୀତ ବୋଲିବା, ପ୍ରଭୁଙ୍କର ଜନ୍ମ ବିଷୟରେ ଗୋଟେ ଗୀତ ବୋଲିବା। କି ସୁନ୍ଦର ଲାଗେ ରେ ଶିଶୁ ବେଶ ଯିଶୁ ସାଜେ, କି ସୁନ୍ଦର ଲାଗେ ରେ ଶିଶୁ ବେଶ ଯିଶୁ ସାଜେ, পবিত্র পবিত্র দেখে আদি জগৎ কি সুন্দর লাগে শিশু শিশু লাগে, কি সুন্দর লাগে শিশু শিশু सुना कुंदु गंध रस नाही आम पाखरे, ना कुंदु गंध रस नाही आम पाखरे, मन सावती भयरे, मन
ଗୋଟିଏ ସାଥୀ କି ସୁନ୍ଦର ଲାଗେ ରେ ଶିଶୁ ବେଶ ଦିଶୁ ସାଥୀ କି ସୁନ୍ଦର ଲାଗେ ରେ ଶିଶୁ ବେଶ ଦିଶୁ ସାଥୀ ଆଛି ଅଛି ସୁଖ ଶାନ୍ତି ମୁକ୍ତି ଏହି ବଣତି ଆସି ଅଛି ସୁଖ ଶାନ୍ତି ମୁକ୍ତି ସେହି ବଣତି ପିତା ପୁତ୍ର ପିତା ପୁତ୍ର ପିତ୍ରାତ୍ମା ଆଜି ଶିଶୁ ପିତା ପୁତ୍ର ପିତ୍ରାତ୍ମା ଆଜି ଶିଶୁ ରୂପରେ ସଙ୍ଗମତ୍ୟ ମାତାରେ ସଙ୍ଗମତ୍ୟ ମାତାରେ ପରିକୁ ଆଉ କେ ଅଛି କି ସୁନ୍ଦର ଲାଗେ ରେ ଶିଶୁ ବେଶ ଦିଶୁ ସାଥୀ କି ସୁନ୍ଦର ଲାଗେ ରେ ଶିଶୁ ବେଶ ଦିଶୁ ସାଥୀ ପବିତ୍ର ପବିତ୍ର দেখি আজি জগতপতি কি সুন্দর লাগে রে শিশু বেশ যিশু সাথী কি সুন্দর লাগে রে শিশু বেশ যিশু সাথী হালেলুয়া ମାନେ ଆଉ ଗୋଟେ ଗୀତ ବୋଲିବା ଉପାସନାର ଉପାସନା ବହିର 115 ପୃଷ୍ଠାର ଗୀତ ଆମେ ବୋଲିବା ଯୀଶୁ ସଜମନ୍ତି ଯୀଶୁ ସଜମନ୍ତି କେତେ চাইলে পাপ কান্দি যিশু সজমନ୍ତି চরিত্র চমৎকৃত জড় হেল দ্রাক্ষা हालेलुया प्रथम चरित्र चर्म चमत्कृत जल हेला द्राक्षा रस आपरे कोण हला देखिया चंबित होइले समस्त देखिया चंबित होइले समस्त ताकु कले दृढ़ भक्ति सजमନ୍ତି ताकु कले दृढ़ भक्ति यीशु सजमନ୍ତି केते नाना व्याधिग्रस्त हेले आसी सुस्थ अरे नाना व्याधिग्रस्त केते छड़ाइले भूत हालेलुया अंध मानकर पिटिका दृष्टि पिटिका दृष्टि ସମସ୍ତ ମିଡିଆ ଖୋଲିବେ ଭିଡିଓ ନ ଖୋଲେ ଭଲ ଲାଗିବ ନାହିଁ ଟିକେ ଉତ୍ସାହ କରିବା ପ୍ରଭୁଙ୍କର ଜନ୍ମ ଉପଲକ୍ଷେ
समस्त वीडियो खोलेबे केते घुंचाइले केते घुंचाइले पाप भ्रांति जिसु आश्चर्य मंत्री आहा नाना ग्राम रोगी है बकुआ रोगी जय प्रभु यीशु का नाम रे आहा नाना ग्राम रोगी है बकुआ रोगी सर्वत्र व्यापिला कीर्ति केते 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 देखी कृष्णकर शक्ति आचार्य मंत्री देखी कृष्णकर शक्ति जिसु आचार्य मंत्री केते घुंचाइले केते घुंचाइले केते घुंचाइले केते घुंचाइले केते घुंचाइले पाप भ्रांति आचार्य मंत्री एपरि अत्यंत नामदी विचित्र कर्म उपदेश कले से दया सागर प्रभु जीशुकर से दया सागर प्रभु जीशुकर दया बुझिला आचार्य मंत्री केते घुंचाइले केते घुंचाइले केते घुंचाइले केते घुंचाइले केते घुंचाइले पाप भ्रांति जिसु आचार्य मंत्री आहा पापे भाराग्रस्त मनुष्य समस्त थिले ईश्वर पीड़ित होइन मध्यस्थ होइन मध्यस्थ होइन मध्यस्थ प्रकाशिले शक्ति जिसु आचार्य मंत्री केते चाहिए केते चाहिए केते घुंचाइले केते घुंचाइले केते घुंचाइले पाप भ्रांति जिसु आचार्य मंत्री आसइले जंत्रणा क्रूसर वेदना पाप रोग स्वास्थ्य पाई होई मृत्युंजय परे पाप जयी होई मृत्युंजय परे पाप दियंती जय शक्ति जिसु आचार्य मंत्री जिसु अमर औषध सुस्थ कर पाप व्याधि हालेलुया मो विश्वास कर प्राधिकार मो विश्वास कर प्राधिकार जिसु आचार्य मंत्री केते घुंचाइले केते घुंचाइले केते घुंचाइले पाप भ्रांति जिसु आचार्य मंत्री केते घुंचाइले पाप भ्रांति जिसु आचार्य मंत्री हालेलुया धन्यवाद हेलो এই সমୟରେ ମୁଁ ଚେଷ୍ଟା କରିବି ଆଉ ଗୋଟେ ଗୀତା ଗାନ କରିବା ପାଇଁ ଅବଶ୍ୟ ମୋର କାଲି ସେରଗା ସିଂରେ
गीत गाई गाई चिल्लै मोर तंटी टिके गड़बड़ अच्छी तथापि मु चेष्टा करी गोटे गीत गाइबा हालेलुया हालेलुया हेले जनम महामहिम যিশুরাজন আগে মর মহামহিম তুমি কা যিশুরাজন ডাকুলম অন্তর আজি পাইবাকু পরিত্রাণ জগতে তুমি জন্ম নেল জন্ম হেলারে ধরাদাম জগতে তুমি নেল জন্ম জন্ম হেলারে ধরাদাম যিশু রাজন মহামহিম হেলে জনম যিশু রাজন হেলে জনম মহামহিম উর্দল করে ঈশ্বরଙ୍କ মহিমা মনুষ্য ମାନଙ୍କ মধ্যে ତୁମରି କରୁଣା ପ୍ରାଣ କର ମୁକ୍ତି ଦାତା ଶିଶୁ ଯୀଶୁଙ୍କ ହେଉ ମହିମା ଇହୁଦାର ପ୍ରଦେଶରେ ବେଥଲେହେମ ନଗରରେ ଇହୁଦାର ପ୍ରଦେଶରେ ବେଥଲେହେମ ନଗରରେ হেলে জনম যিশু রাজন মহামহিম যিশু রাজন আগে মোর মহামহিম তুমি কা যিশু রাজন অন্তরাদি পাইবাকু পরিত্রাণ তাহাଙ୍କ ନାମ ଇମାନୁଏଲ ଆମ୍ଭମାନଙ୍କ ସଙ୍ଗେ ଈଶ୍ୱର ପ୍ରେସଲ ହାଲେଲୁୟା ତାହାଙ୍କ ନାମ ଇମାନୁଏଲ ଆମ୍ଭମାନଙ୍କ ସଙ୍ଗେ ଈଶ୍ୱର ନାହିରେ ଆଉ ଭୟ ଆମର ଉଦ୍ଧାର କର ତାମ ହେଲେ ଜନମ ଯିହୁଦାର ପ୍ରଦେଶରେ ବେତଲେହେମ ନଗରରେ ଯିହୁଦାର ପ୍ରଦେଶରେ ବେତଲେହେମ ନଗରରେ হেলে জনম যিশু রাজন মহামহিম যিশু রাজন আগে আম মহামহিম তুমি কা যিশু রাজন ব্যাকুলম তোর আজি କରିବାକୁ ପରିତ୍ରାଣ ଜଗତେ ତୁମେ ନେଲ ଜନ୍ମ ଜନ ହେଲା ଧରାଦମ ଜଗତ ତୁମେ ନେଲ ଜନ୍ମ ଜନ ହେଲା ଧରାଦମ ମୋ ଯୀଶୁ ରାଜନ ମହାମହିମ ହେଲେ ଜନ୍ମ যিশু রাজন মহামহিম যিশু রাজন হালেলুয়া আসন্তু প্রার্থনা করিবা প্রেমময় স্বর্গস্থ পিতা ଆମେ ତୁମର ଧନ୍ୟବାଦ କରୁଛୁ ତୁମର ଗୌରବ କରୁଛୁ କାରଣ ପ୍ରଭୁ ତୁମେ ମହାନ ଈଶ୍ୱର ତୁମେ ସତ୍ୟମୟ ଜୀବିତ ପବିତ୍ର ପରମେଶ୍ୱର
आमे क्षुद्र अयोग्य माने प्रभु तुमे आपणार रक्त देई तुमे किणी आपणार संतान अधिकार देइछ बोली तुमर गौरव करिया पई तुम प्रशंसा करिया पई 2025 वर्ष पूर्वे तुमे मानव रूप रे जन्म ग्रहण करी निज रक्त देई जीवन दे आमको परित्राण देवा सकाशु आज ए बहुमूल्य सुजोग पाई तुमको धन्यवाद दउछि प्रशंसा करूछि प्रभु आज आराधना करू करू पुणे आगो को जे समस्त कार्यक्रम करा जायछि पुणे जहा वर्तमान तुम जीवंत वाक्य सुनिबार अछि से समस्त कार्य तुम आशीर्वाद करबा सहित विश्वास भावरे होस्ट आज्ञा को तांको सेवा कार्य को तांको पारिवारिक जीवन को तुम हाथ रे समर्पण करूछि दया कर आज एकत्रीकरण प्रत्येक को तुम हाथ रे समर्पण करी ए सकल प्रार्थना आमकर सर्वावस्था रे पूजा प्रशंसा पाइबा योग्यवंत एकमात्र बलिकृत में शावक आम निमंते शीघ्र आसुथिबा मृत्युंजय प्रभु यीशु नाम रे क्षुद्र निवेदन करी पिता आमेन आमेन। आमेन प्रेज द लॉर्ड समस्त को प्रेज द लॉर्ड आसंतु प्रभुंकर गौरव करिबा आ प्रभुंकर अनुग्रह रु सुंदर आराधना द्वारा प्रभु तांको उपस्थिति मध्य रखिचंती तेणु करी प्रभुंकर धन्यवाद करी गुटे उच्च कर ताली दबा प्रेज द लॉर्ड हालेलुया प्रभु गौरव पातु आमाने समस्ते प्रभुंकर ए जन्म प्री क्रिसमस सेलिब्रेशन आमाने करूचु आ सुंदर आराधना द्वारा आ प्रभुंकर प्रिय दास जेमती कहले 70 वर्षर युवा युवती आ सुंदर आराधना करिसंती आ माने समस्ते प्रभुंकर हालेलुया कारण हालेलुया काली मोर सुजोग हरै देली मु मध्य काली पुलिसिंग जीवार थिला रानीपेटारु पळे आइली काली बापा मारती मु सुजोग हरै देली हालेलुया सरिला आमाने वर्तमान वाक्यर समय को जीवा आमाने अति गुरुत्वपूर्ण समय रे आसी पहुंचीचु तेणु करी आसंतु आमाने वाक्यर समय मध्य को जीवा प्रभु आमानको अनुग्रह करिले आ सुंदर भावरे आमाने आरंभ रु ए पर्यंत प्रभुंकर उपस्थिति मध्य रे अछु प्रभु आमानको सुजोग देइतंती तेणु करी सुजोग र सद्व्यवहार करिबा आमाने समस्ते प्रभुंकर निकट रे प्रार्थना र सहित बसिबा प्रभु आमानको आज कौन वाक्य देबे आमे जानिनु आज दिन निमंते आमानकर प्रथम आहार जेपरि आमाने सुंदर भावरे ताकू ग्रहण करिबा आ एई समय रे मो प्रभुंकर दास आमानक मध्य रे अछंती रेवरेंड डॉक्टर रविंद्र कुमार छिंचाणी आज्ञा मो प्रभु जीशु ख्रीष्टक नाम रे रियल मिनिस्टर आज प्रातःकालीन सेवा कार्य रे आपनको स्वागत करिबा संगे संगे मो आपनको नमस्कार जणाउची आपण आसंतु आमानक निमंते आनिथिबा वाक्य आमानक मध्य रे परिवेषण करंतु कारण वाक्य जीवंत अनंत जीवनदायक आहार पथ सत्य और जीवन वाक्य द्वारा ही आमने बल पाई थाउ वाक्य द्वारा ही आमे शैतान को परास्त करि थाउ वाक्य द्वारा ही आमानकर जीवन सजाड़ी होता है आ वाक्य द्वारा आमने शक्ति युक्त होता से वाक्य को आमे सुनिबा को जिबा प्रभुंकर दास अछंती से आसीबे आमानकर मध्य रे वाक्य परिवेषण करिवे प्रेज द लॉर्ड आज्ञा प्रेज द लॉर्ड प्रेज द लॉर्ड वर्तमान आपनकर समय प्रभुंकर महत नामर धन्यवाद हो प्रभु प्रेम करिया माननकु आज जाई सुरक्षा उद्धार और तांकरी हस्त तले प्रतिपालन करिथिबारु कुकुटीर न्याय माननकु पक्ष तले आवरी रखिथिबारु आमे विनष्ट हेइनाहु 2025 मसियार ये शेष मास जहाँकि आमे प्रभु को दयारु बंची आसीछे जेतेबेले डिसेंबर मास आसे सेतिकी बेले प्रभुंकर से दया अनुग्रह को मने पड़ी जाए आम मानू से दया करी ए वर्ष छाड़ी देबा पाए पितांक निकट से अनुरोध करिथांती जेहेतु गत वर्ष मध्य जदि आम वृक्ष रे फल देखा जाई नथिला किंतु से फल को से अपेक्षा कले मध्य से फलर अभाव थिबारु आमे जे कटा जाई थांतु से भूल प्रभु यीशु कले नाय
କିନ୍ତୁ ଆମମାନଙ୍କୁ ଆଉ ଥରେ 1 ବର୍ଷ ଦେଲେ। ଆଉ 1 ବର୍ଷ ଦେଲା ପରେ 11 ମାସ ପର୍ଯ୍ୟନ୍ତ ସେ ନୀରବ ରହିଲେ। କିନ୍ତୁ ଯେତେବେଳେ ଡିସେମ୍ବର ମାସ ଆସେ ଆମେ ବୁଝିବା କଥା, ଜାଣିବା କଥା ଯେ ମୋ ଜୀବନରେ ପ୍ରଭୁଙ୍କର ଅନୁଗ୍ରହ, ଯୋଉ 365 ଦିନର ଦାନ ସେ ଦେଇଥିଲେ ତାହାକି ଆମେ ଆଜି ପାଳନ କରିଛେ। ଏଥିପାଇଁ ଡିସେମ୍ବର ମାସ ଆସୁ ଆସୁ ମୋ ମନରେ ଏକ ଚିନ୍ତା ଆସେ, ଡିସେମ୍ବର ମାସ ହଉଛି ବାସ୍ତବରେ ଏକ ପବିତ୍ର ମାସ, ଯୋଉ ମାସରେ ଆମମାନଙ୍କର ଉଦ୍ଧାରକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି ବୋଲି ଆମେ ବିଶ୍ୱାସ କରୁଛେ। ଯୋଉ ମାସରେ ଆମେ ଆପଣାକୁ ପବିତ୍ର, ଆପଣାକୁ ପ୍ରସ୍ତୁତ କରିବାର ମାସ ବୋଲି ବି ଆମେ କହିବା। ଦ୍ୱିତୀୟ ହେଉଛି ଡିସେମ୍ବର ମାସ ଏକ ସୁସମାଚାର ମାସ। ଅନେକ ସ୍ଥାନ ମାନଙ୍କରେ ସୁସମାଚାର ପ୍ରଚାର ହଉଛି, ସୁସମାଚାର ସପ୍ତାହ ପାଳନ କରାଯାଉଛି। ଆମେ ଯୀଶୁଙ୍କର ସେ ସୁସମାଚାରକୁ ପହଞ୍ଚେଇବା ଦରକାର। କାହିଁକି ଆମ ଯୀଶୁଙ୍କର ଜନ୍ମ ଏପରି ଏକ ଜନ୍ମ ଥିଲା, ଅଦ୍ଭୁତ ଜନ୍ମ ଥିଲା, ଆଶ୍ଚର୍ଯ୍ୟ ଜନ୍ମ ଥିଲା, ତାହା ବର୍ଣ୍ଣନା କରିବା ଏକ ଅସାଧ୍ୟଜନକ। କିନ୍ତୁ ସେଇ ଯୀଶୁଙ୍କର ଜନ୍ମକୁ ଆଜିକାଲି ଅନେକ ମିଥ୍ୟା ବୋଲି ପ୍ରମାଣିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ମୁଁ ଆଜି କହିବି ଯୀଶୁଙ୍କ ଜନ୍ମ ଡିସେମ୍ବର 25 ତାରିଖ କି ତୃତୀୟରେ ଡିସେମ୍ବର ମାସ ହଉଛି କଟା ଯିବାର ମାସ। ଯୋଉ ବୃକ୍ଷରେ ଫଳ ଦେଖା ନ ଯିବ ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ବି କଟା ଯିବାର ସମ୍ଭାବନା ରହିଛି। ଏଥିପାଇଁ ମୁଁ କହୁଥିଲି ଡିସେମ୍ବର ମାସ ଆସିଲେ ଆମେ ସଚେତନ, ଜାଗ୍ରତ ହେବା ଦରକାର, ନିଜକୁ ଦେଖିବା ଦରକାର। ଏଥିପାଇଁ ମୁଁ କହୁଥିଲି ପବିତ୍ର ମାସ, ଯାହାକି ପାଶ୍ଚାତ୍ୟ ଦେଶ ମାନଙ୍କରେ ସେଇ ସମୟରେ, ବର୍ତ୍ତମାନ କଥା ତ ଆମେ ଶୁଣି ପାରୁନାହୁଁ, ସେଇ ସମୟରେ ଲୋକମାନେ ଡିସେମ୍ବର ମାସ ଆସିଗଲେ ନିଜର କର୍ମ ବୃତ୍ତି ଛାଡ଼ି, ନିଜର ସମସ୍ତ ଧନ୍ଦା ଛାଡ଼ି ସେମାନେ କେବଳ ପ୍ରାର୍ଥନା ଉପାସନାରେ ଦିନ କାଟନ୍ତି। ମୁଁ ଦେଖୁଥିଲି ଆମ ଅଞ୍ଚଳର କେତେକ ସ୍ଥାନରେ ଡିସେମ୍ବର ମାସ ଆସିଲେ 1 ତାରିଖରୁ ସକାଳ ସକାଳ ପ୍ରାର୍ଥନା କରନ୍ତି, ଆଉ ନଗର ସଂକୀର୍ତ୍ତନ ବି କରନ୍ତି। ଭଲ କଥା। ଆଜି ଆମେ ଏତିକି କଲେ ହବନି, କିନ୍ତୁ ଆମଙ୍କର ମୁଖ୍ୟ ବିଷୟ ହଉଛି, ପ୍ରଭୁଙ୍କର ଇଚ୍ଛା ହଉଛି ଡିସେମ୍ବର ମାସକୁ ଆମେ ପବିତ୍ର ମାସ କରି ତୋଳିବା, ପବିତ୍ର ଜୀବନ ଯାପନ କରିବା। କାହିଁକି ଆମେ ଯୋଉ 11 ମାସ କଦାଚାରରେ ଉଡେଇଛେ ତାର ମୂଲ୍ୟବୋଧ ଆମେ ଜାଣିପାରି ନାହିଁ, କିନ୍ତୁ ଡିସେମ୍ବର ମାସର ମୂଲ୍ୟବୋଧ ଆମେ କରିବା ଦରକାର। ପ୍ରତ୍ୟେକ ଦିନର ହିସାବ ଆମକୁ ରଖିବା ଦରକାର, ନଚେତ୍ କାଳେ ହୁଏତ ଆମେ କେତେବେଳେ କଟା ଯିବା। ଆଉ ସେତେବେଳେ ପ୍ରଭୁଙ୍କୁ ନିନ୍ଦା କଲେ, ଦୋଷ ଦେଲେ ହବ ନାହିଁ। ଆପଣମାନେ ଶୁଣୁଥିବେ ନଭେମ୍ବର ଶେଷ ସପ୍ତାହରୁ ହିଁ ଡିସେମ୍ବର ମାସ ପର୍ଯ୍ୟନ୍ତ ଏମିତିକା ସମସ୍ୟା, ଦୁର୍ଘଟଣା, ମୃତ୍ୟୁର ଖବର ଶୁଭା ଯାଉଛି। ଅନେକ କଥା ଶୁଣିବା ପାଇଁ ଆମେ ପାଉଛୁ ଯେ ଏମିତି ହେଲା, ସେମିତି ହେଲା, ସେ ଲୋକ ମରିଗଲେ, ଦୁର୍ଘଟଣା ଚାଲିଗଲେ, ସମସ୍ୟା ଆସୁଛି। କାହିଁକି? ମୁଁ କହୁଥିଲି ଯୋଉ ବୃକ୍ଷରେ ଫଳ ଦେଖାଯିବ ନାହିଁ ସେ ବୃକ୍ଷକୁ କଟାଯିବ। ପ୍ରିୟ ଲୋକମାନେ, ଡିସେମ୍ବର ମାସ ପବିତ୍ର ମାସ। ଅନ୍ୟ ଜାତିର ଲୋକମାନେ କାର୍ତ୍ତିକ ମାସ ବୋଲି ଶୁଣିଥିବେ, ଯୋଉମାନେ ହିନ୍ଦୁ ମାନଙ୍କ ପାଖରେ ରହୁଛନ୍ତି। ସକାଳ ସକାଳ ଉଠିକି ଗାଧେଇକି ପୂଜା କରନ୍ତି।
ମୁଁ ତ ଦେଖୁଛି ଜୁମ୍ ମିଟିଂ ମାନଙ୍କରେ ଯେ ଅନେକ ଲୋକ ଅସଜଡ଼ା ଅବସ୍ଥାରେ ପ୍ରଭୁଙ୍କ ନିକଟକୁ ଆସିବା କଥା ବି ସ୍ପଷ୍ଟବାଦିତ ଯାହା ଆମେ ଦେଖିପାରୁଛୁ। କାହିଁକି ଆମଙ୍କର ଜୁମ୍ ପରିଚାଳକ ମାନେ କହନ୍ତି ଯଦି ସଂଯତ ଅବସ୍ଥାରେ ଅଛନ୍ତି, ଠିକ ସ୍ଥାନରେ ଅଛନ୍ତି, ତେବେ ଝରକା ଖୋଲନ୍ତୁ ବୋଲି କହନ୍ତି। ହେଲେ କାହିଁକି ଆମେ ସେମିତି ହେଇକି ଆସୁଛୁ ପ୍ରଭୁଙ୍କ ନିକଟକୁ ମୁଁ ଜାଣିପାରୁନାହିଁ। କରିବା କଣ ଏତେ ବାଧ୍ୟତା କି ପ୍ରଭୁଙ୍କ ପାଦ ତଳେ କଣ ଏତେ ସୁବିଧା ଭାବରେ ଆମେ ଯିବାଟା ଅଭ୍ୟାସ ହେଇଯାଇଛୁ କି? ମୁଁ ତ ଶୁଣିପାରୁଛି କେହି କେହି ତ ଖଟରେ ଶୋଇକି ବି ବାକ୍ୟ ଶୁଣୁଥାନ୍ତି। ବହୁତ ବଢିଆ। ଆମ ପରି ଏତେ ଚାଲାକି ବୁଦ୍ଧିମାନ ସୁବିଧାବାଦୀ ଆମ ପ୍ରଭୁ ଆମକୁ ସେମିତି କରିଦେଇଛନ୍ତି ନୁହଁ? ତେବେ ଆମେ ଜାଣିବା ଦରକାର ଆମ ପ୍ରଭୁ ଯୀଶୁ ଆମ ପ୍ରତ୍ୟେକଙ୍କୁ ରକ୍ଷା କରିବା ପାଇଁ ଜଗତକୁ ଆସିଲେ, ଉଦ୍ଧାର କରିବା ପାଇଁ ଆସିଲେ, ଜନ୍ମ ନେଲେ ଏଇ ମାସରେ। ପବିତ୍ର ଭାବରେ ଅନେକ ଲୋକ ଏହାକୁ ବିକୃତ ବି କରନ୍ତି। ଏପରି ଏକ ଜନ୍ମକୁ ଥଟ୍ଟା ପରିହାସ କଲା ପରି କରନ୍ତି। କେତେ ବର୍ଷ ହବ ଆମେ ଶୁଣି ପାରୁଛେ କି ଡିସେମ୍ବର 25 ତାରିଖ ଯୀଶୁଙ୍କର ଜନ୍ମ ନୁହେଁ। ଆମର ସହକର୍ମୀ ମାନେ, ପ୍ରଭୁଙ୍କ ଦାସ ମାନେ ଏପରି ପ୍ରଚାର କରୁଛନ୍ତି। ବାଇବେଲରେ ଲେଖା ନାହିଁ ବୋଲି କହନ୍ତି। ଦୁଃଖ ଲାଗେ ଯୋଉ ଜନ୍ମକୁ ଆଜି ଅନ୍ୟ ଜାତିର ଲୋକମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୁଅନ୍ତି। ଏପରି ଜନ୍ମ କେବେ ବି ଏ ପୃଥିବୀ ବକ୍ଷରେ ହୋଇନାହିଁ। ବିନା ପୁରୁଷର ସଂସ୍ପର୍ଶରେ, ବିନା ପୁରୁଷର ସହବାସରେ କି ଛୁଆ ଜନ୍ମ ହେଇପାରିବ? ଏମିତିକା ଜନ୍ମକୁ ଆଜି ଆମମାନଙ୍କ ମଧ୍ୟରେ ବିକୃତ କରିବା ପାଇଁ ବାହାରୁଛନ୍ତି। ତାରିଖ ଲେଖା ନାହିଁ, ମାସ ଲେଖା ନାହିଁ, ବର୍ଷ ଲେଖା ନାହିଁ। ତାହେଲେ ତ ଡିସେମ୍ବର ମାସ ବି ନୁହଁ। ମୁଁ କହିବି ଆଗାମୀ ଦିନ ମାନଙ୍କରେ ଯୀଶୁଙ୍କର ଏ ସତ୍ୟ ଜନ୍ମକୁ ମିଥ୍ୟା ବୋଲି ବି କହିବେ। ମନେ ରଖନ୍ତୁ, ଏପରି ସମୟ ଆସୁଛି। ଯୀଶୁ ଜନ୍ମ ହେଇନାହାନ୍ତି ବୋଲି କହିବେ। ପ୍ରଭୁଙ୍କ ଲୋକମାନେ, ବିଜାତୀୟ ମାନେ ତ ଏହାକୁ ସେମାନେ ଅନ୍ୟ ଭାବରେ ବି ଥଟ୍ଟା ପରିହାସ କରନ୍ତି। ମରିୟମକୁ ଗୋଟେ ବେଶ୍ୟା ସ୍ତ୍ରୀ ବୋଲି ବି କହନ୍ତି। ଯଦି ସ୍ୱାମୀ ତାର ଜଣା ପଡୁନାହିଁ, ତେବେ ସେ ବେଶ୍ୟାରେ ଜନ୍ମଗ୍ରହଣ କରିଥିବେ। ତେବେ ଆଜି ଯୋଉ କଥା ଆମେ ଜାଣୁଛେ, ଶୁଣୁଛେ, ଆମେ ସେଥିରେ ମନକୁ ବିବ୍ରତ କରିବା କଥା ନୁହଁ। କିନ୍ତୁ ଦୁଃଖ ଲାଗେ ଆମରି ଲୋକମାନେ, ପ୍ରଭୁଙ୍କ ଲୋକମାନେ ଆଜି ଯୀଶୁଙ୍କର ଜନ୍ମର ସୁସମାଚାରକୁ ପ୍ରଚାର କରିବା ବଦଳରେ ଜନ୍ମର କୁସମାଚାର ପ୍ରଚାର କରୁଛନ୍ତି। ଏତେ ବଡ ଜନ୍ମ ପୃଥିବୀକୁ ପୁରା ଚମକାଇଥିଲା ଯୀଶୁଙ୍କ ଜନ୍ମ। ତେବେ ଯୋଉମାନେ ବୁଝିପାରୁଛନ୍ତି ସେମାନେ ବୁଝିପାରିବେ, କିନ୍ତୁ ଯୋଉମାନେ ଭ୍ରାନ୍ତ ହେବାର ଥିବେ ସେମାନେ ତ ଭ୍ରାନ୍ତ ହେବେ। ଯୀଶୁଙ୍କର ଏପରି ଜନ୍ମକୁ ବାସ୍ତବରେ ଆମେ କିପରି ପାଳନ କରିବା ଦରକାର? ମୁଁ ତ ଆଜି କିଛି ଏକ୍ସମାସ ଆଉ ଖ୍ରୀଷ୍ଟମାସ ଉପରେ ବି ଟଚ୍ କରି ବୋଲି ଭାବୁଛି। ସମୟକୁ ଧରିକି ଆପଣମାନଙ୍କ ସମ୍ମୁଖ ରଖିବି। କହୁଥିଲି ମୁଁ ପ୍ରଥମ ହଉଛି ପବିତ୍ର ମାସ, ଯାହାକି ପବିତ୍ର ଭାବରେ ଆମେ ଜୀବନ ଯାପନ କରୁ କରୁ ଯେମିତି ସେଦିନ ଜେରୁସାଲାମରେ ଏକ ନାରୀକୁ ସ୍ୱର୍ଗଦୂତ ବାର୍ତ୍ତା ଦଉଛନ୍ତି, ତୋ
ତୁମେ ପୁତ୍ର ପ୍ରସବ କରିବ ବୋଲି ସମଗ୍ର ଜେରୁସାଲେମରେ ସେଇ ନାରୀ କେବଳ ଦେଖାଗଲେ ଯେ ପବିତ୍ର ନାରୀ ବୋଲି। ଆମେ ବି ପବିତ୍ର ଭାବରେ ଯଦି ମାସରେ ଜୀବନ ଯାପନ କରୁ, କାଳେ ହୁଏତ ଏ ବର୍ଷ ଯୀଶୁଙ୍କ ଜନ୍ମ ଆମ ହୃଦୟରେ ହେଇପାରେ। ଖ୍ରୀଷ୍ଟ ମାସର ଅର୍ଥ ହେଲା ଯୀଶୁଙ୍କୁ ଜନ୍ମ ଦେବା। ଯଦିଓ ସେଦିନ ମରିୟମ ଜନ୍ମ ଦେଲେ, ଆମେ ଯୀଶୁଙ୍କୁ ଜନ୍ମ ଦେବାର ଦରକାର ରହିଛି, ବା ଆମେ ଯୀଶୁଙ୍କୁ ପାଇବାର ଦରକାର ରହିଛି। ଆମ ହୃଦୟରେ ଯୀଶୁ ଜନ୍ମ ନେବାର ଦରକାର ରହିଛି। ଯାହା ମୁଁ କହୁଥିଲି, ସୁସମାଚାର ମାସ। କେବଳ ସୁସମାଚାର ସପ୍ତାହ ପାଳନ କଲେ ହେବ ନାହିଁ, ସୁସମାଚାର ଗାଁ ଗାଁରେ ପ୍ରଚାର କଲେ ହେବ ନାହିଁ। ସପ୍ତାହ ସାରା ଜଣକୁ ବିଜାତୀୟକୁ ସୁସମାଚାର ଶୁଣେଇବା ଦରକାର। ବିଜାତୀୟଙ୍କ ପାଖରେ ଯୀଶୁଙ୍କ ସୁସମାଚାର ପହଞ୍ଚିବା ଦରକାର। ତାପରେ ମୁଁ କହୁଥିଲି କଟା ଯିବାର ମାସ। ଯୋଉ ବୃକ୍ଷରେ ଫଳ ଦେଖାଯିବ ନାହିଁ, କେତେବେଳେ ବି କଟାଯିବ, ମନେ ରଖନ୍ତୁ। ଯଦି ଫଳ ଦେଖାଯିବ ତେବେ ସେ ବୃକ୍ଷକୁ ପ୍ରଭୁ ଛାଡ଼ିଦେବେ। ଚତୁର୍ଥ ବିଷୟ ରହିଲା ପର୍ବ ମାସ। ଡିସେମ୍ବର ମାସ ଆସିଲେ ଅନେକ ଲୋକ ପର୍ବ ପାଇଁ ସଜବାଜ ହୁଅନ୍ତି, ପ୍ରସ୍ତୁତ ହୁଅନ୍ତି। ଗଲା ବର୍ଷ ତ ହେଇପାରିଲା ନାହିଁ, ଏ ବର୍ଷ ଟିକେ ଧୁମଧାମରେ କରିବା, ନାଇଁ କି? ଆମ ଲୋକମାନେ ପର୍ବ ପାଳନ କରନ୍ତି ନାହିଁ, ପର୍ବ ଖାଆନ୍ତି। ପର୍ବ ଖାଆନ୍ତି ପ୍ରିୟ ଲୋକମାନେ। ସେଥିପାଇଁ ମୁଁ କହୁଥିଲି ୟାକୁ ଏକ୍ସ ମାସ ବୋଲି ବି କହନ୍ତି। କି ମାସ? ଏକ୍ସ ମାସ, ଯାହାକି ବାଇବେଲ ଅନୁସାରେ ଆମେ ଯଦି ଚିନ୍ତା କରିବା, ଅନେକ ସମୟରେ ୟାକୁ ମୋ ଭାଷାରେ ମୁଁ ଭୁଲ ପର୍ବ ବୋଲି କୁହେ। ଏକ୍ସ ର ଅର୍ଥ ହେଲା ଭୁଲ। କଣ ରୁହେ ସେ ପର୍ବ ମାନଙ୍କରେ? ଆମ ପର୍ବ ମାନଙ୍କରେ ଖାଇବା, ପିଇବା, ପିନ୍ଧିବା ଉପରେ ସବୁବେଳେ ଆମେ ଜୋର ଦେଇଥାଉ। ଏ ବର୍ଷ ଯଦି 5,000 ଟଙ୍କାର ଶାଢୀ ହେଲା, ତେବେ ନିହାତି 10,000 ଟଙ୍କାର ଶାଢୀ ନିହାତି ଆର ବର୍ଷକୁ ଦରକାର। ଏ ବର୍ଷ ଯଦି କିଛି ପୋଷାକ ପତ୍ର ହେଲା ନାହିଁ, ଅନ୍ୟ ବର୍ଷକୁ ଆଉ ଏକ ଭଲ ପୋଷାକ ଦରକାର। ଆମେ କେବଳ ଯେତେବେଳେ ଯୀଶୁଙ୍କ ଜନ୍ମ ପର୍ବ ପାଳନ କରିବା ପାଇଁ ଯାଉଛୁ, ମୁଁ କହୁନାହିଁ ଆପଣ ମାନେ ଖାଆନ୍ତୁ ନାହିଁ, ପିନ୍ଧନ୍ତୁ ନାହିଁ, କିନ୍ତୁ ମନେ ରଖନ୍ତୁ ଯୀଶୁଙ୍କର ଜନ୍ମ ଦିନରେ ଯୀଶୁଙ୍କୁ ଆମେ ପିନ୍ଧେଇବା ଦରକାର। ଯୀଶୁଙ୍କ ଜନ୍ମଦିନ ଯୀଶୁଙ୍କୁ ଆମେ ପିନ୍ଧେଇବାକୁ ପଡିବ। ଯୀଶୁଙ୍କୁ ଆମେ ସମ୍ମାନ ଦେବାକୁ ପଡିବ। ଯେହେତୁ ଆମେ ଜାଣିଛେ ଆମ ପରିବାର ଯେତେବେଳେ ପୁଅ ଝିଅଙ୍କର ଜନ୍ମ ହୁଏ, ଆମେ କାହାକୁ ପୋଷାକ ପିନ୍ଧଉଛେ? ପୁଅ ଝିଅକୁ ନା ଆମେ ନିଜେ? ହଁ, କେତେ ପରିବାରରେ ନିଜେ ବି ପିନ୍ଧନ୍ତି, ଅଛି ସେମାନଙ୍କ ପାଖରେ ପଇସା, ସେମାନେ ଖର୍ଚ୍ଚ କରନ୍ତି। ଆଜି ଯୀଶୁଙ୍କର ଜନ୍ମଦିନ, ଯୀଶୁଙ୍କୁ ଆମେ ଲଙ୍ଗଳା କରି ଆମେ ନିଜେ ଭଲ ଭଲ ପୋଷାକ ପିନ୍ଧୁଛେ। ଯୀଶୁଙ୍କୁ ଆମେ ପୋଷାକ ପିନ୍ଧେଇବା କଥା, ଯୀଶୁଙ୍କୁ ଆମେ ସମ୍ମାନ ଦେବା କଥା, କିନ୍ତୁ ନିଜେ ଆମେ ନିଜ ପାଇଁ ଚିନ୍ତା କରୁଛେ। ଏହା କି ଜନ୍ମଦିନ? ଏହା କାହାର ଜନ୍ମଦିନ? ଆମର ଜନ୍ମଦିନ ହେଇପାରେ, ଯୀଶୁଙ୍କର ଜନ୍ମଦିନ ନୁହେଁ। ଯୀଶୁଙ୍କର ଜନ୍ମଦିନରେ ଯୀଶୁଙ୍କୁ ପିନ୍ଧେଇବା ଦରକାର। ଅନେକ ସମୟରେ ଖାଇବା, ପିଇବା, ପିନ୍ଧିବା ପରେ ଆମେ ଜନ୍ମଦିନକୁ ମନେଇଥାଉ। ତେଣୁ ଆକୁ ମୁଁ ଏକ୍ସ ମାସ ବୋଲି କୁହେ, ବ୍ରଏଲର ମାସ ବୋଲି କୁହେ, ଚିକେନ ମାସ ବୋଲି କୁହେ, ଛେଳି ମାସ ବୋଲି କୁହେ। ଏମିତି ମାସ ସବୁ ଆମେ ପାଳନ କରୁଛୁ। ସେଦିନ ଆମକୁ ମାଂସ ନହେଲେ ପର୍ବ ହୁଏ ନାହିଁ। ଅନେକ ଲୋକ ଜନ୍ମଦିନ ପାଳନ କରନ୍ତି ନିଜ ପାଇଁ, ପ୍ରଭୁଙ୍କ ପାଇଁ ନୁହେଁ। ଯଦି ଆମେ ନିହିମିଆ ପୁସ୍ତକ ଯଦି କିଏ ପଢିବା ପାଇଁ ସାହାଯ୍ୟ କରିବେ, ନିହିମିଆ ତାର 8-10 ପଦ ଟିକେ ପଢିକି ମତେ ସାହାଯ୍ୟ କରନ୍ତୁ। ଆମେ ଏକ୍ସ ମାସ କେମିତି ପାଳନ କରୁଛେ, ଆମମାନଙ୍କର ଜନ୍ମଦିନରେ ଏସବୁ ରହୁଛି। ଯେହେତୁ ଆମେ
ଆଗରୁ ଅଭ୍ୟସ୍ତ, ଆଗରୁ ଆମେ ଏମିତି ପରିବେଶରେ ଆସିଛେ, ଆଉ ଏଥିପାଇଁ ଏ ପରିବେଶକୁ ଆମେ ଛାଡି ପାରୁନାହୁଁ ଏଇ ଶୀଘ୍ର। ଆଉ ସେ ଆଉ ସେ ସେମାନଙ୍କୁ କହିଲା, ଆପଣ ଆପଣଙ୍କ ପଥରେ ଯାଅ, ଚିକଣ ଦ୍ରବ୍ୟ ଭୋଜନ କର ଓ ସୁମିଷ୍ଟ ଦ୍ରବ୍ୟ ପାନ କର, ଓ ଯାହା ନିମନ୍ତେ କିଛି ପ୍ରସ୍ତୁତ ହୋଇନାହିଁ ତାହା ନିକଟକୁ ଅଂଶ ପଠାଅ, କାରଣ ଆଜି ଦିନ ଆମ୍ଭମାନଙ୍କର ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ତୁମ୍ଭେ ମାନେ ଦୁଃଖିତ ନ ହୁଅ, ତେଣୁ ସଦାପ୍ରଭୁଙ୍କ ବିଷୟକ ଆନନ୍ଦ ତୁମମାନଙ୍କର ବଳ ଅଟେ। ଦେଖନ୍ତୁ, ଏହା ହେଉଛି ବାସ୍ତବ ପର୍ବ, ଯୋଉ ପର୍ବରେ ଆମେ ନିଜ ପାଇଁ ନ କରି ଅନ୍ୟ ପାଇଁ ଚିନ୍ତା କରିବା ଦରକାର। ଯୀଶୁମାନଙ୍କୁ ଜନ୍ମ ହେଇ ପର୍ବ ଦେଲେ କି ଭୋଜି ଭାତ ମାଂସ କରି ଖାଅ। ଯୀଶୁ ଜନ୍ମ ନେଲେ ଆମମାନଙ୍କର ପରିତ୍ରାଣ ପାଇଁ, ଉଦ୍ଧାର ପାଇଁ। ଆଜି ଏତେ ବଡ ଜ୍ଞାନୀ ମାନେ, ମୁଁ ଗତ ଦିନରେ ଛାଡିଥିଲି, ପଣ୍ଡିତ ମାନେ ବିଶ୍ୱାସୀ ଥିଲେ କି ଆରେ କେମିତି ଗୋଟେ ଅଞ୍ଚଳରୁ ଗୋଟେ ଭାଗରୁ ଆଉ ଗୋଟେ ଭାଗକୁ ଯାଉଛନ୍ତି, ପୂର୍ବ ଦେଶରୁ ପଶ୍ଚିମ ଦେଶକୁ ଯାଉଛନ୍ତି ଗୋଟେ ରାଜାକୁ ଦେଖିବା ପାଇଁ। ଦେଖିଲେ କଣ ଏମାନଙ୍କର ଫାଇଦା ହୁଅନ୍ତା, କଣ ପାଇଥାନ୍ତେ ଏମାନେ? ଏମାନେ ଦେଖିବା ପାଇଁ ଯାଉଛନ୍ତି। ଦେଖନ୍ତୁ, ଏମାନେ ଯାଇ ବାଇବେଲ ପ୍ରକାଶ କରୁଛି, ଏମାନେ ନେଇଥିବା କିଛି ଉପହାର ଦଉଛନ୍ତି। ମୁଁ ଗତ ଦିନରେ ଶୁଣୁଥିଲି ୟୁଟ୍ୟୁବରେ ବି ଆପଣଙ୍କର ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆରେ ସୁନା କୁନ୍ଦୁରୁ ଗନ୍ଧରସ ଉପରେ ବି ପ୍ରଭୁଙ୍କ ଦାସ ଜଣେ ପ୍ରଚାର କରୁଥିଲେ। କଣ ଭେଟି ଦଉଛନ୍ତି ସେମାନେ? ସୁନା। ସୁନା ଏପରି ଜିନିଷ ବର୍ତ୍ତମାନ ଜଗତରେ ତ ପହଞ୍ଚୁ ନାହିଁ ତାର ମୂଲ୍ୟ, କିନ୍ତୁ ସେତେବେଳର ନିୟମ ପ୍ରକାରେ, ରାଜାଙ୍କୁ ଦେବାର ବିଧି ପ୍ରକାରେ ସେମାନେ ନଉଛନ୍ତି। ଆଜ୍ଞା, ଦେଖିବା ପାଇଁ ସେମାନେ ଗଲେ, କିନ୍ତୁ ଉପହାର ବି ଦଉଛନ୍ତି। ବଡଦିନର ଅର୍ଥ ଉପହାର ଦେବାର ଦିନ ବୋଲି କୁହାଯାଏ। ହେଲେ 25 ତାରିଖରେ ଆମେ କେବେ କାହାକୁ ଉପହାର ଦେଇଛେ କି? ଆମ ପାଖ ପଡୋଶୀ ମାନଙ୍କରେ ଏମିତି ଗରିବ ଦିନହୀନ ଅନାଥ କିଏ ଅଛି କି ତାଙ୍କୁ କେବେ ଗୋଟେ ପୋଷାକ ଦେଇଛନ୍ତି କି? ଯୀଶୁଙ୍କର ବଡଦିନ ଆଜି, ଜନ୍ମଦିନ। ପଣ୍ଡିତ ମାନେ ଯଦିଓ ଉପହାର ଦେଲେ, ଆମେ ଏତେ ବର୍ଷ ପର୍ବ ପାଳନ କରୁଛେ, କାହାକୁ ଗୋଟିଏ ପିନ୍ଧେଇଛେ କି? ଯଦି ନାଇଁ ତେବେ ତ ବଡଦିନ ନୁହଁ। ସେଥିପାଇଁ ତ ମୁଁ କହୁଥିଲି ଆଜିକାଲି ବଡଦିନ ନାହିଁ, ଜନ୍ମଦିନ ନାହିଁ ବୋଲି କହୁଛନ୍ତି। ଯାହା ନିମନ୍ତେ କେବେ ଏପରି ଖାଦ୍ୟ ମିଳିନାହିଁ, ସେମାନଙ୍କ ପାଇଁ ଦିନେ ପ୍ରସ୍ତୁତ କରନ୍ତୁ ଜନ୍ମଦିନରେ। ଗାଁରେ ଗାଁରେ ପିଠାପଣା ଡାକି ବାଣ୍ଟି ଖାଆନ୍ତି, ତାକୁ ଦେଖିଛି ମୁଁ। କିନ୍ତୁ ଯୋଉମାନଙ୍କର ଅଭାବୀ, ଯୋଉମାନଙ୍କ ପାଖରେ କିଛି ନଥାଏ, ଏପରି ଲୋକଙ୍କୁ ଜନ୍ମଦିନରେ ଆପଣର କିଛି ବିଷୟକୁ ଉପହାରକୁ ଦିଅନ୍ତୁ। ବାସ୍ତବ ବଡଦିନ ହଉଛି ଅନ୍ୟକୁ ଉପହାର ଦେବାର ଦିନ। ଆମେ ଦେଖୁଛୁ ପର୍ବ ମାନଙ୍କରେ, ଆମ ପର୍ବ ମାନଙ୍କରେ ଯିଶାୟା ପୁସ୍ତକ 5:12 ପଦ ଅନୁସାରେ ଭୋଜିରେ ମଦ ଥାଏ, ମାଂସ ଥାଏ, ସବୁ ଥାଏ, କିନ୍ତୁ ଯୀଶୁ ନଥାନ୍ତି। ହଁ, ଟିକେ ପଢିବା ପାଇଁ ସାହାଯ୍ୟ କରନ୍ତୁ। ଏଇଟା ଏକା ନା? ସେମାନଙ୍କ ଭୋଜିରେ ତବଲା ଓ ବଂଶୀ ଓ ଦ୍ରାକ୍ଷାରସ ଥାଏ, ମାତ୍ର ସେମାନେ ସଦାପ୍ରଭୁଙ୍କର କାର୍ଯ୍ୟ ନିରୀକ୍ଷଣ କରନ୍ତି ନାହିଁ, କି ଅବା ତାହାଙ୍କ ହାତର କର୍ମ ସେମାନେ ବିବେଚନା କରିନାହାନ୍ତି। ଟିକେ କ୍ଲିୟର ହେଇପାରିଲାନି। ସେମାନଙ୍କ ଭୋଜିରେ ପୀଣା ଓ ନେବଲ, ତବଲା ଓ ବଂଶୀ ଓ ଦ୍ରାକ୍ଷାରସ ଥାଏ, ମାତ୍ର ସେମାନେ ସଦାପ୍ରଭୁଙ୍କର କାର୍ଯ୍ୟ ନିରୀକ୍ଷଣ କରନ୍ତି ନାହିଁ, କି ଅବା ତାହାଙ୍କର ଉତ୍ତର କର୍ମ ସେମାନେ ବିବେଚନା କରିନାହାନ୍ତି। ଥାଉ ଥାଉ, ସେମାନଙ୍କ ଭୋଜିରେ ଏପରି ସବୁ କର୍ମ ଥାଏ, ସେମାନେ
भोज प्रस्तुत करती पर्व करती किंतु प्रभुंकर उपस्थिति प्रभुंकर कार्य को निरीक्षण करते ना कहीं वास्तव में प्रभु जे आमानकर हृदय मर्म परीक्षक परमेश्वर से देखुंट जानुंट तथापि आम एपरी पर्व पालन कर आसुचे एपरी दिन मास पालन कर आसुचे वर्ष वर्ष बीती गले भी आम अन्यर उपकार अन्यर चिंता आम करूना गोटे गाँ कथा मत मन पड़े गोटे गाँव में 30 टी परिवार थांती गाँव लोक मैंने जदियो ख्रीस्टियान तथापि एक उत्तम विषय से गाँव में गोटे झील मध्यम होता से गाँव में समस्त जदियो निज निज चिंता करती से यहपरी वाक्य शुणी जड़े झील जे प्रभु को पाए बड़ दिन मानक किसी उत्तम कार्य करने दरकार पिता माता परिवार समस्त से माने वस्त्र आयोजन करुछंती झील को मध्य से माने वस्त्र किणवा पाए टंका देले किंतु झील जनक से आगुरी चिंता करिथिला तांको गाँव में एपरी एक वृद्ध माँ बापा अच्छी जो मान पाए से किसी पोशाक करदेवा पाई से चिंता कले ता बापा पचारुंटे माँ किणिलु कि हाँ बापा किणीची किंतु से गत वर्ष पोशाक रखी से कहला पोशाक टी भल अच्छी ताकू पिंधे चलईदेवी किंतु ए वर्ष से भाभी से वृद्ध बापा माँ पाई से किसी करदेवे जिते बड़े डिसेम्बर 25 तारीख आसुची झील से पोशाक को नहीं चर्च को जाइए से पालक कहीदे आज्ञा मोर किसी उपहार देवार थिला जिते बड़े उपहार देवार समय आसिला झील से बेदी रे ठिया ही से बुढ़ा बापा माँ को डाकुछंती से मानू डाकी से नहीं थिबा पोशाक दौछंती देला बेले समस्ते देखुछंती अरे झील तू कौन करिछु हाँ मो चिंता थिला जे यीशु को जन्मदिन रे आमे किसी एमिति निरीह लोक मानू साहाय्य करने कथा बोली मु शुणी तेणु मो मन में चिंता है मोर तो अनेक पोशाक अच्छी मु कहीं निजे पिंधि आहरी एपरी चिंता करवा कौन केते दूर उपयुक्त ताको बापा माँ भी आश्चर्य हेले अरे तो निज पाई न करी तू अन्य पाई करदेलु आमे कि जन्मदिन मानक निज पाई ही चिंता करी आसीछे एते वर्ष हेबो एते दिन हेबो जदि ए वर्ष आम अन्य चिंता करवा तेबे ताहा ख्रीष्टमास हो पार निजको त्याग करी अन्य को जदि देखिबा ताहाले ताहा ख्रीष्ट जन्म हो पार जदि नाही एक्स मास हेबो भूल मास भूल पर्व निजे खाई पी पिंधि निज पाई चिंता करवा एक भूल पर्व हो पार प्रिय बंधुगण मु आपण मान सम्मुख 25 तारीख विषय भी कहि भावुली जेहेतु 25 तारीख को अनेक लोक एपर्यंत ग्रहण करुथिले मध्य केतक भ्रांतकारी लोक माने अछंती जो माने कि मना करुछंती जो माने कि कहउछंती 25 तारीख यीशु को जन्म नहीं किंतु जहा कि हमें आम पूर्व पुरुष मान पालन कर आसुचे आम मन रखा दरकार मु संक्षिप्त कहवाई चाहिए मन रखा दरकार से समय पंडित माने ही कैलेंडर बड़ दिन बोली लिखी पंडित माने ही कैलेंडर 25 तारीख में यीशु को जन्मदिन में लिखी किंतु आज लोक कहते बाइबल लेखा नहीं सत कथा बाइबल लेखा नहीं किंतु कौ लेखा को नहीं आमे 25 तारीख पालन कर आसुथिले जदियो गोटे डॉक्टर पाखक आमे जाऊ डॉक्टर से कौन करती रोगी को चिन्हट करने से गोटे 2-3 टी तार सिम्पटम को से बाहर करती लक्षण को बाहर करती से रोगर लक्षण कौन हो थाई पारे जदि जन को सुगर से तार 2-3 टी कारण से बुझीदेव
तापर जानिबो हाँ एटा सुगर लक्षण तद्रूप मु कहबी आज डिसेम्बर 25 तारीख जीशु जन्म दिवस कि नहीं ता वास्तव में आम आगुरी पालन करथिबा लोक भ्रांत कि वर्तमान लोक माने भ्रांत माथ्यू पुस्तक बाहर करंतु 2 पर्व तार 4 पुनी 7 और 16 पद पुणी से लोक मानकर समस्त प्रधान जाजक और शास्त्री को एकत्र कर ख्रीष्ट केउठारे जन्म ग्रहण करिवे ताहा से मानक ठारू बुझी नेबाकु चेष्टा कले ताहा परे हेरोद पंडित मानकु गोपन रे डाकी सेही तारा केउ समय रे देखा गला एहा से मानक ठारू सूक्ष्म रूपे बुझी नेले देखो सूक्ष्म रूपे बुझी नेले हां तापरे इतिमध्ये 16 आज्ञा हां 16 इतिमध्ये हेरोद पंडित मानक द्वारा आपना को प्रवंचित देखी देखी क्रोधांत होई गले आउ से मानकर निकट सूक्ष्म रूपे जेउ समस्त बुझी थिले तदनुसारे 2 वर्ष ओ सेथिरु न्यून वयस्क जेते बालक बेथलीहिम पुनि सेथिर समस्त सीमा मध्यरे थिले लोक पठाई से समस्त को बद्ध कराइले देखो हेरोद राजा जे कि गोटे विजातीय बोली कहिबा जेते बेले जीशुंकर जन्म कथा से सुनुछंती से सूक्ष्म रूपे तदारक करूछंती जाजक मानकु भी पचारुछंती समस्त विषय को से निरीक्षण करूछंती और जानी पारुछंती 16 पदरे हमें जहां देखिले से 2 वर्ष रु कम छुआ मानकु हत्या करूछंती ये माने जते बेले पूर्व देश रु पश्चिम देश को आसुछंती से समस्त विषय हिसाब कले पचारथिबा आज्ञा केते तारीख रे बाहरले केउ दिन बाहरले ये पंडित माने किए आज्ञा ज्योतिष माने मो पूर्व बोधे कहिछि ज्योतिष माने जो माने सूर्य तारा चंद्र ए सबुर निरीक्षण करंती परीक्षा निरीक्षा करंती एई माने ही जाइथिले यरूशलेम को यीशुଙ୍କ जन्म को ये माने कैलेंडर लिखिबा लोक ये माने वर्षर शेष रे बसंती पुणी कैलेंडर लिखंती ये माने जिते बेले कैलेंडर लिखिछंती ये माने भूल लिखि नहंती ये माने यीशुଙ୍କର जन्म दिन जहां से माने तारा देखिले जो दिन देखिले से दिन को माने लिखिछंती ये माने जो पंडित बोले मैं कहू वर्तमान रे समय रे जो माने मना करूछंती जो माने भ्रांत करूछंती से माने बोधे हुए तो डबल पंडित माने ये माने सिंगल हेले से माने डबल पंडित बहुत बुद्धिमान लोक माने जीशुଙ୍କର जन्म दिन को लेखा नाई बोली कहूछन बुझी परछंती तबे जदि हेरोद विश्वास कले हेरोद विश्वास करी से हिसाब करी 2 वर्ष कम छुआ मान को मारिले आज आम देखा ए स्थान एलिजाबेथ एक भी साक्ष्य जहाँकि एलिजाबेथ बाइबल प्रकाश करे एथेनिम मासर बा जाको इंग्राजी कैलेंडर सेप्टेम्बर अक्टोबर बोली बुझा जाए तार 6 मास परे मार्च एप्रिल रे मरियम कर गर्भधारण कथा प्रकाश करे आउ मार्च एप्रिल रे जदि हिसाब हबो डिसेम्बर मास जन्म दिन आसी जीवो प्रिय प्रभुंक लोक माने आमे जदि यीशुଙ୍କର जन्म दिन को सान करी करबा बा मना करबा तेबे यीशुଙ୍କର जन्म मिथ्या हेबो नाही तेणु यीशुଙ୍କର जन्मदिन सम्मुखरे आमे थिबारु मु आज आपण मानक सम्मुखरे टिके एपटे सेपटे कर रखिली आमान जीवन रे जेमिति ए वर्ष भूल पर्व न हुए से पुरातन पर्व आमे पालन न करू यीशुଙ୍କର वास्तव जन्म पालन करू निज पाई चिंता न करी अन्य पाई चिंता करू तबे आम जन्म दिन को प्रभु पसंद करिवे प्रभु आमान आशीर्वाद करिवे तबे आम आहुरी एक वर्ष भी बंची परिबा आज्ञा
ଯଦି ଆମେ ନିଜ ପାଇଁ ନିଜେ ଚିନ୍ତା କରିବା ଆଉ ଯଦି ପର୍ବକୁ ପାଳନ ନ କରି ପର୍ବ ଖାଇଦେବା ତେବେ ହୁଏତ ପର୍ବ ଆମମାନଙ୍କୁ ଖାଇଦେବ। ପ୍ରଥମ କରନ୍ତି 12 ପଢନ୍ତୁ 5-8 ପଦ। ଅତଏବ ଆସ ଆମ୍ଭେମାନେ ପୁରାତନ ଖମିର କିମ୍ବା ଦୁଷ୍ଟତା ଓ କୁକର୍ମ ରୂପ ଖମିର ଦ୍ୱାରା ପର୍ବ ପାଳନ ନ କରି ସରଳତା ଓ ସତ୍ୟତା ରୂପ ଖମିର ଶୂନ୍ୟ ରୁଟି ଦ୍ୱାରା ପର୍ବ ପାଳନ କରୁ। ଏ ବର୍ଷ ଆମମାନଙ୍କର ପର୍ବ ଏପରି ହେବାର ଆବଶ୍ୟକ ବୋଲି ପ୍ରଭୁ ଚାହୁଁଛନ୍ତି। ପୁରୁଣା ସ୍ୱଭାବ ପୁରାତନ ପର୍ବ ଯାହା ଆମେ ପୂର୍ବରେ କରି ଆସିଛେ ଏମିତିକା ପର୍ବ ଏ ବର୍ଷ ନ ହଉ। ପ୍ରଭୁଙ୍କ ଇଚ୍ଛାରେ ପବିତ୍ରତାରେ ସିଦ୍ଧତାରେ ତ୍ୟାଗରେ ଅନ୍ୟର ଉପକାରିତାରେ ପର୍ବ ହଉ ବୋଲି ମୁଁ ଆଶା କରେ। ଯେହେତୁ ପ୍ରଭୁ ଆମ ପର୍ବକୁ ଭୁଲ ପର୍ବ ବୋଲି ନ କହନ୍ତୁ। ପ୍ରଥମ କରନ୍ତି ତାର 15-32 ପଦ ବି ଏପରି କୁହେ, ଆସ ଆମେ ଖାଇବା ପିଇବା କାଲି ତ ମରିବା ନା, ଏମିତି ପର୍ବ ନ ହଉ। ହଁ ଟିକେ ଶୀଘ୍ର। ପୁଣି ଲୋକମାନଙ୍କର ଅନୁସାରେ ମୁଁ ଏଫେସରେ ବନ୍ୟ ପଶୁମାନଙ୍କ ସହିତ ଯୁଦ୍ଧ କରୁଅଛି, ତେବେ ସେଥିରେ ମୋହର ଲାଭ କଣ? ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି ତେବେ ଆସ ଆମ୍ଭେମାନେ ଭୋଜନ ପାନ କରୁ, କାରଣ କାଲି ଆମ୍ଭେମାନେ ମରିବା। ଠିକ ସେମିତି ଖାଇବା ପିଇବା ପିନ୍ଧିବା ପୁଣି ମରିବା କି? ତେଣୁ ଆମମାନଙ୍କର ପର୍ବ ପ୍ରଭୁଙ୍କର ଇଚ୍ଛା ମୁତାବକ ହେବା ଦରକାର। ଯେମିତି ପ୍ରଭୁ ଆମମାନଙ୍କୁ କେବେ କହିଛନ୍ତି ଏମିତି ପର୍ବ ପାଳନ କର। ମୁଁ କହୁଥିଲି ପାଶ୍ଚାତ୍ୟ ଦେଶ ମାନଙ୍କରେ ପବିତ୍ର ଭାବରେ ସେମାନେ ସଜବାଜ ହୁଅନ୍ତି, ସେମାନେ ତିଆରି ହୁଅନ୍ତି, କିନ୍ତୁ ଆଜି ଆମମାନଙ୍କର ବୋଧେ ଭାରତରେ କି ଓଡ଼ିଶାରେ ହଉଥିବ ମୁଁ ଜାଣିନି, ଯୀଶୁଙ୍କର ଜନ୍ମ ପର୍ବ ଆସିଲେ ଘର ଦ୍ୱାର ତ ଚୂନ ମରା ହୁଏ, ପେଣ୍ଟିଂ ହୁଏ, ଆଉ ବାସନ କୁସନ ବି ସବୁ ସଫାସୁତରା ହେଇଯାଏ। ସତେ ଯୀଶୁ ଆମ ପରିବାରରେ ଆସୁଛନ୍ତି, ଜନ୍ମ ଗ୍ରହଣ କରିବେ, ସବୁ ଯଦିଓ ପରିବର୍ତ୍ତନ ହୁଏ, ନୂଆ ହୁଏ, ତେବେ ଆମ ହୃଦୟ କାହିଁକି ସେଇ ପୁରୁଣା? ହୃଦୟ କାହିଁକି ନୂଆ ହୁଏ ନାହିଁ, ବଦଳେ ନାହିଁ? ସେମିତିକା ଭାବରେ ହିଁ ଆମେ ବର୍ଷକୁ ବର୍ଷ ଜନ୍ମ ପର୍ବ ପାଳନ କରି ଆସିଥାଉ। ତଥାପି ଆମର ଦୟାଳୁ ପରମେଶ୍ୱର ସେମାନଙ୍କୁ ଦୟା କରି ଆସୁଛନ୍ତି, ଅନୁଗ୍ରହ କରି ଆସୁଛନ୍ତି, ସେ ଛାଡି ଦଉଛନ୍ତି ବର୍ଷକୁ ବର୍ଷ। ମନେ ରଖନ୍ତୁ, ନୂତନ ବର୍ଷରେ ପ୍ରଭୁଙ୍କ ଆଶୀର୍ବାଦରେ ଅନୁଗ୍ରହରେ ନୂତନ ଭାବରେ ଆରମ୍ଭ କରନ୍ତୁ। ପୁରାତନ ଖମିରକୁ ତ୍ୟାଗ କରି, ପୁରାତନ ସ୍ୱଭାବକୁ ତ୍ୟାଗ କରି ନୂତନ ସ୍ୱଭାବରେ ନୂତନ ବର୍ଷ ଆରମ୍ଭ ହଉ ବୋଲି ମୁଁ ପ୍ରାର୍ଥନା କରେ। ପ୍ରଭୁ ସେମିତି ଆମ ପର୍ବକୁ ସେ ଭୁଲ ବୋଲି ଘୋଷଣା ନ କରନ୍ତି। ଗୋଟେ ଉଦାହରଣ ଶୁଣି ଆମେ ସମାପ୍ତ କରିବା। ଦିନେ ଏକ ସ୍କୁଲକୁ ଏସ୍ଆଇ ପରିଦର୍ଶନ କରିବାକୁ ଯାଇଥାନ୍ତି। ଯେତେବେଳେ ସେ ସ୍କୁଲକୁ ଯାଆନ୍ତି, ସେ ପିଲାମାନଙ୍କୁ କିଛି ପ୍ରଶ୍ନ ବି ପଚାରନ୍ତି। ଠିକ ସେମିତି ସେଦିନ ସେ ସ୍କୁଲକୁ ଗଲା ପରେ ସେ ପିଲାମାନଙ୍କୁ ସେ ପ୍ରଶ୍ନ ପଚାରୁଛନ୍ତି। ଯେତେବେଳେ ପ୍ରଶ୍ନ ପଚାରୁଛନ୍ତି, ସେ ପ୍ରଶ୍ନ ପଚାରିବା ପୂର୍ବେ ସାର୍ କହିଦଉଛନ୍ତି, ସେଥିରେ ସାର୍ ଆଜ୍ଞା ଆମ ପିଲାମାନେ ବହୁତ ଆଜ୍ଞା ବିଳମ୍ବରେ ସ୍କୁଲ ଆସନ୍ତି, ଭଲ ଜାଣନ୍ତି ନାହିଁ, ସେତେ ପଚାରିଲେ କହିପାରିବେ ନାହିଁ। ଠିକ ଅଛି, ପଚାରିବା, ଦେଖିବା ପିଲାମାନେ କଣ ଉତ୍ତର ଦଉଛନ୍ତି। ସେ ପିଲାମାନଙ୍କୁ ପଚାରୁଛନ୍ତି, ପିଲାଏ କିଏ ବେଶୀ ଅଣ୍ଡା ଦିଏ? ଏସ୍ଆଇ ସାରଙ୍କର ପ୍ରଶ୍ନ ଥିଲା, କିଏ ବେଶୀ ଅଣ୍ଡା ଦିଏ? ସେଥିର ଗୋଟେ ପିଲା ସେ ଠିଆଇ କହିବା ପାଇଁ ଚାହୁଁଛନ୍ତି, କିନ୍ତୁ ସାର୍ ଜାଣିଛନ୍ତି କୋଉ ପିଲା କେତେ ଜାଣିଛନ୍ତି, କୋଉ ପିଲା ପ୍ରଶ୍ନର ଉତ୍ତର ଦେଇପାରନ୍ତି। ସେ ପିଲାମାନଙ୍କୁ ଦେଖୁଛନ୍ତି, ଯୋଉ ପିଲାମାନେ କି ଚାଲାକି ସବୁବେଳେ ପ୍ରଶ୍ନ ଉତ୍ତର ଦିଅନ୍ତି, କିନ୍ତୁ ଯୋଉ ପିଲା କି
ସେ କିଛି ଜାଣେ ନାହିଁ ସେ ପିଲା କହିବା ପାଇଁ ସେ ତରବର ହଉଛନ୍ତି। ସାର୍ ଦେଖି କହିଲେ ବାବୁରେ ବସି ପଡେ। କିନ୍ତୁ ଏସ୍ଆଇ ସାର୍ ସେ ଦେଖୁଥିଲେ କହିଲେ ଆରେ ପିଲା କହିବା ପାଇଁ ଚାହୁଁଛି ତାକୁ କାହିଁକି ବସିବା ପାଇଁ କହୁଛ? ପିଲା ସେ କଣ କରିବ? ନାଇଁ ସାର୍ ସେ କଣ ଓଲଟା କହିଦେଲେ ଆପଣ ମୋ ଉପରେ ଚିଡିବେ ଆହୁରି। ସେ ପିଲା କିଛି ଜାଣିନାହିଁ ସାର୍, ତାକୁ କହିବାକୁ ଦିଅ। ଏସ୍ଆଇ ତାକୁ ପଚାରିଲେ ବାବା ଉଠେ କଣ ଜାଣିଛୁ କିଏ ବେଶୀ ଅଣ୍ଡା ଦିଏ? ସେତେବେଳେ ସେ ପିଲା କହିଲେ ଆଜ୍ଞା ଆମର ଗଣିତ ସାର୍ ବେଶୀ ଅଣ୍ଡା ଦିଅନ୍ତି ସାର୍। କେମିତି? ହଁ ଆଜ୍ଞା ଏବେ ମୁଁ ପରୀକ୍ଷାରେ ଲେଖିଥିଲି ଗଣିତରେ ଆଜ୍ଞା ସବୁ ଭୁଲ ମାରି ଦେଇଛନ୍ତି, ଅଣ୍ଡା କରିଛନ୍ତି ଆଜ୍ଞା 100ଟାରେ 100ଟା ଅଣ୍ଡା ଅଛି ଆଜ୍ଞା। ଆମର ଗଣିତ ସାର୍ ଆଜ୍ଞା 100ଟା ଅଣ୍ଡା ଦିଅନ୍ତି। ଆମର ପର୍ବ ଯଦି ଏମିତି ହେବ ଭୁଲ ଚିହ୍ନ ଆସିଯିବ ଯାହାକି ଏକ୍ସ ବୋଲି କୁହାଯାଏ, ଅଣ୍ଡା ମିଳିବ। ତେଣୁ ଆମେ ଏ ବର୍ଷ ପ୍ରଭୁଙ୍କ ଇଚ୍ଛାକୁ ବୁଝିବା ଦରକାର। ପ୍ରଭୁ କଣ ଚାହୁଁଛନ୍ତି? ଏତେ ବର୍ଷ ପୂର୍ବେ ସେ ଜନ୍ମଗ୍ରହଣ କରିଛନ୍ତି, କିନ୍ତୁ ଆଜି ଯାଏ ତାଙ୍କର ଜନ୍ମର ସୁସମାଚାର ଠିକ ଭାବରେ ଆମ ଭିତରେ ପହଞ୍ଚି ପାରିନାହିଁ। ଏବେ ତ ଯାହା ବିକୃତ ହଉଛି, ତଥାପି ପ୍ରଭୁ ଯେପରି ଆମ ପ୍ରତ୍ୟେକଙ୍କୁ ଜ୍ଞାନ ବିଶିଷ୍ଟ ଅନ୍ତଃକରଣ ଦିଅନ୍ତୁ, ତାଙ୍କରି ସେଇ ଚିନ୍ତା ପରାମର୍ଶ ଦିଅନ୍ତୁ। ଆମେ ପ୍ରଭୁଙ୍କ ଜନ୍ମଦିନକୁ ଦେଖେଇବା ପାଇଁ ନୁହଁ, କିନ୍ତୁ ବାସ୍ତବ ହୃଦୟ ସହିତ ଆମେ ପାଳନ କରିବା। ପ୍ରଭୁ ଆଜିର ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଆମେନ୍। ନମସ୍କାର। ନମସ୍କାର ଆଜ୍ଞା, ଧନ୍ୟବାଦ। ପ୍ରଭୁଙ୍କର ଗୌରବ ହଉ ସୁନ୍ଦର ବାକ୍ୟ ନିମନ୍ତେ। ଆଉ ଏଇ ବର୍ଷ ବଡ଼ଦିନ ଆମମାନେ କିପରି ଭାବରେ ପାଳନ କରିବା, ଆଉ ପ୍ରଭୁଙ୍କର ଦାସ ସୁନ୍ଦର ଭାବରେ ଆମମାନଙ୍କୁ ସେହି ସମସ୍ତ ବିଷୟକୁ ଜଣେଇଛନ୍ତି। ଆମମାନେ ପ୍ରତ୍ୟେକ ସମୟରେ ବଡ଼ଦିନ ସମୟରେ ଆମମାନେ ଶୁଣିଥାଉ ଆଉ କୋଉ ପ୍ରକାର ପାଳନ କରିଥାଉ। ଆମମାନେ ସମସ୍ତେ ଜାଣିଛୁ, ନିଜେ ନିଜେ କହିପାରିବା ନିଜର ପରିବାର ବିଷୟରେ, ନିଜ ବିଷୟରେ। ତେଣୁକରି ପ୍ରଭୁଙ୍କର ଅନୁଗ୍ରହ ହଉ ଏଇ ବର୍ଷ ବଡ଼ଦିନ ଆମମାନଙ୍କର ଏକ ଭିନ୍ନ ଧରଣର ବଡ଼ଦିନ ହେଉ, ଆଉ ପବିତ୍ର ଭାବରେ ପାଳନ କରିବା। ଯେମିତି ପ୍ରଭୁଙ୍କର ଦାସ କହୁଥିଲେ ଏକ୍ସ ମାସର ଏକ୍ସ ଭୁଲର ମାସ ନ ହଉ, ଭୁଲର ପର୍ବ ନ ହଉ। ଆଉ ପ୍ରଭୁ ଆମମାନଙ୍କୁ ସକ୍ଷମ କରିଛନ୍ତି, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିଛନ୍ତି, ଆଉ ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକ ସମୟରେ ଦୟା କରି ଆସିଅଛନ୍ତି। ତେଣୁକରି ଆମମାନଙ୍କର ଏଇ ବର୍ଷର ବଡ଼ଦିନ, ଏଇ ବର୍ଷର ପର୍ବ ପ୍ରଭୁଙ୍କର ଗୌରବ ନିମନ୍ତେ ହଉ, ପ୍ରଭୁଙ୍କର ପବିତ୍ରତା ମଧ୍ୟରେ ରହି, ପ୍ରଭୁଙ୍କ ଉପସ୍ଥିତି ମଧ୍ୟରେ ରହି ଏଇ ବର୍ଷର ବଡ଼ଦିନ ଆମେ ପାଳନ କରୁ। ଆସନ୍ତୁ ଆମେ ସମସ୍ତେ ପ୍ରଭୁଙ୍କର ଦାସଙ୍କ ନିମନ୍ତେ ଆଉ ସୁନ୍ଦର ବାକ୍ୟ ନିମନ୍ତେ ପ୍ରଭୁଙ୍କର ଗୌରବ କରିବା, ପ୍ରଭୁଙ୍କର ଦାସଙ୍କୁ ଧନ୍ୟବାଦ ଜଣେଇବା। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପାଆନ୍ତୁ। ଆଉ ଆମମାନଙ୍କର ସମସ୍ତ କାର୍ଯ୍ୟକ୍ରମ ଆଜିର ସରିଛି। ଯଦି କୌଣସି ଆନାଉନ୍ସମେଣ୍ଟ ହୁଏ